ହାତ ଦେଇ ଦେଖ ଶିବଙ୍କ ବର କିପରି ପାଗଳର ପ୍ରଳାପ ଠିକ ଜାଣିପାରିବ। ବିଷ୍ଣୁମାୟା ରାକ୍ଷସ ବୁଝିପାରିଲା ନାହିଁ, ନିଜ ମୁଣ୍ଡରେ ହାତ ଦେଇ ଭସ୍ମ ହୋଇଗଲା। ଏ ହେଲା ସେଦିନର ପୁରାଣର କଥା। ଏ ଯୁଗରେ ସେ ଯୁଗରେ ଜଣେ ମାତ୍ର ଭସ୍ମଲୋଚନ ଥିଲା। ସେ ବରଦାତା ଶିବଙ୍କୁ ଭସ୍ମ କରିବାକୁ ଚାହୁଁଥିଲା। କିନ୍ତୁ ବର୍ତ୍ତମାନ ପୃଥିବୀରେ କୋଟି କୋଟି ଭସ୍ମଲୋଚନ ଜନ୍ମ ନେଇଛନ୍ତି। ଶିବ ହେଉଛନ୍ତି ମଙ୍ଗଳମୟ, ମଙ୍ଗଳଦାତା। ଆମମାନଙ୍କର ଶିବ ଅର୍ଥାତ୍ ମଙ୍ଗଳଦାତା ଏକମାତ୍ର ପିତାମାତା, ଯେଉଁମାନେ ଆମକୁ ଏ ପୃଥିବୀକୁ ଆଣିଛନ୍ତି, ନିଜ ପେଟରୁ କାଟି ଆମକୁ ପାଳନ କରିଛନ୍ତି। ରାତି ରାତି ଅନିଦ୍ରା ରହି ଆମକୁ ରୋଗ ଶଯ୍ୟାରେ ଜାଗ୍ରତ ରହିଛନ୍ତି। ଆମକୁ ଭଲ ମଣିଷ କରି ଗଢ଼ିବା ପାଇଁ କେତେ ଦେବଦେବୀଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। ନିଜ ଜୀବନର ସମସ୍ତ ତ୍ୟାଗ ବିନିମୟରେ ସେ ଚାହିଁଛନ୍ତି ଆମର ମଙ୍ଗଳ। ସେ ଆମର ଶିବ, ସେ ଆମର ମଙ୍ଗଳଦାତା। ଆଜିର ମଣିଷ ପିତାମାତାଙ୍କର ସମସ୍ତ ତ୍ୟାଗକୁ ଉପେକ୍ଷା କରି ପ୍ରଥମେ ତାଙ୍କର ଶତ୍ରୁତା ଆଚରଣ କରୁଛି। ବୃଦ୍ଧାବସ୍ଥାର ପିତାମାତା ସବୁବେଳେ ପିଲାମାନଙ୍କୁ କଲ୍ୟାଣ କରିବା ସଙ୍ଗେ ସଙ୍ଗେ ଟିକେ ତାଙ୍କଠାରୁ ସହାନୁଭୂତିର କଥା ଶୁଣିବାକୁ ଚାହିଁ ବସିଥାନ୍ତି। କିନ୍ତୁ ତାଙ୍କୁ ଏବେ ମିଳୁଛି କ'ଣ? ସ୍ତ୍ରୀର କଥାରେ ନିଜ ବିବେକକୁ ବଳି ଦେଇ ପିତାମାତାଙ୍କୁ ଭର୍ତ୍ସନା କରିବା ଏବଂ ତାଙ୍କର ଅକାଳ ମୃତ୍ୟୁର କାରଣ ହେବା ବର୍ତ୍ତମାନ ଅଧିକାଂଶ ସନ୍ତାନଙ୍କର ନୀତିଦିନର କାର୍ଯ୍ୟ। ଏତେ କଷ୍ଟ ସହି ମଧ୍ୟ କେବେ ହେଲେ ପିତାମାତା ସନ୍ତାନର ଅକଲ୍ୟାଣ ଚିନ୍ତା କରନ୍ତି ନାହିଁ। ଦେବତାର ପାଦ ତଳେ ମୁଣ୍ଡ ପାତି ଫୁଲ ଦେଇ ଯେଉଁ ଆରାଧନା ଆଜି ଆମେ କରିଚାଲିଥାଏ, ସେ ଦେବତାଙ୍କୁ ଆମେ କେବେ ଦେଖିଥାଏ କି? କିମ୍ବା ତାଙ୍କର ଶ୍ରଦ୍ଧା ଅନୁଭବ କରିଥାଏ କି? ଏ ଅଜ୍ଞାତ ଭଗବାନଙ୍କୁ ପୂଜା କରି ଜୀବନ ଗଢ଼ିବା ଅସମ୍ଭବ ହୋଇଥାଏ। ଯିଏ ଆମର ଜୀବନ୍ତ ଭଗବାନ, ଆମର ମଙ୍ଗଳଦାତା ଶିବ, ତାଙ୍କୁ ଅବହେଳା କରୁଛୁ, ଭର୍ତ୍ସନା କରୁଛୁ, ତାଙ୍କର ଉପଦେଶ ଅବଜ୍ଞା କରୁଛୁ। ଆମେ ଏ ଯୁଗର ଭସ୍ମଲୋଚନ ନୁହଁ ତ ଆଉ କିଏ? ଯେ ପର୍ଯ୍ୟନ୍ତ ଏ ପୃଥିବୀର ସନ୍ତାନମାନେ ନିଜର ଜୀବନ୍ତ ଭଗବାନ ପିତାମାତାଙ୍କ ଚରଣ ତଳେ ଶ୍ରଦ୍ଧା ସହିତ ପ୍ରଣାମ ନିବେଦନ ନ କରିଛନ୍ତି, ସେ ପର୍ଯ୍ୟନ୍ତ ଜୀବନରେ ଉନ୍ନତି ଯେ ଅସମ୍ଭବ, ଏହା ନିଶ୍ଚୟ। ତେଣୁ ହେ ମୋର ଶ୍ରଦ୍ଧାର ପିଲାମାନେ, ଏ ଯୁଗର ଭସ୍ମଲୋଚନ ହେବାକୁ ଆଉ ଚେଷ୍ଟା କର ନାହିଁ। ଜୀବନରେ ଅମଙ୍ଗଳର ଅଧିକାରୀ ହୁଅ ନାହିଁ କିମ୍ବା ଅନ୍ୟମାନଙ୍କୁ ହେବାକୁ ଦିଅ ନାହିଁ। ଏ ମୁଣ୍ଡର ଅଧିକାରୀ ଏକମାତ୍ର ପିତାମାତା। ତାଙ୍କର ଚରଣ ତଳେ ଏ ମୁଣ୍ଡ ନିବେଦିତ ନ ହୋଇ ନିର୍ଜୀବ ଭଗବାନଙ୍କର ପାଖରେ ପିଟିବାର କୌଣସି ଫଳ ନାହିଁ। ଜୀବନରେ ଆଉ ଠକ ନାହିଁ କିମ୍ବା ଅନ୍ୟକୁ ଠକା ନାହିଁ। ପିଲାଏ, ଏ ଲେଖାଟି ଯଦି ତୁମ ଜୀବନରେ ଛୋଟ ତରଙ୍ଗଟିଏ ସୃଷ୍ଟି କରିପାରିବ, ତାହେଲେ ଲେଖାଟି ସାର୍ଥକ ହେଲା। ଆଶା କରେ ଏହା ହିଁ ତୁମ ଜୀବନରେ ଜୀବନ ପଥ ଆଲୋକିତ କରିବ। ଦେଖିକି ପାରୁଛ ଜୀବ ଏ ବିଶ୍ୱ ଭୁବନେ, ଈଶ୍ୱର କାହାର ନାମ ବୋଲନ୍ତି ସୁଜନେ। ଯଦି ତୁମେ ସେ ଈଶ୍ୱରେ ଦେଖି ନ ପାରିଲ, ସେପଦ ପଙ୍କଜେ କେହ୍ନେ ନିବେଦିବ ଫୁଲ। ମୁଁ ତ କହେ ଭ୍ରମ ଏ ବିଶ୍ୱାସ, ପିତାମାତା ଦେବଦେବୀ ଏହି ଧରା ତଳେ। ପୂଜ ଜୀବ ପଦ ତାଙ୍କ ଭକ୍ତି ପୁଷ୍ପ ଦଳେ। ଯାହାଙ୍କୁ ପୂଜିଲେ ଜୀବ ମନର ବିକାର, ଧର୍ମ ଅର୍ଥ କାମ ମୋକ୍ଷ ମିଳେ ଅନିର୍ବାର। ସେଦିନର କଥା। ପରମ ଦୟାଲ, ପରମ ପ୍ରେମମୟ, ସତ୍ସଙ୍ଗର ପ୍ରତିଷ୍ଠାତା ଠାକୁର ଅନୁକୂଳ ଚନ୍ଦ୍ର
ପଦ୍ମା ନଈ କୂଳରେ ବସିଥାନ୍ତି। ପାଖରେ ଅଗଣିତ ଭକ୍ତ। ଧୀରେ ଧୀରେ ସନ୍ଧ୍ୟା ନଈ ନଈ ଆସୁଥାଏ। ଅସ୍ତଗାମୀ ସୂର୍ଯ୍ୟଙ୍କର ସୁନେଲି କରସ୍ପର୍ଶ ପଦ୍ମା ବକ୍ଷରେ ପ୍ରତିବିମ୍ବିତ ହେଉଥାଏ। ଏହି ସମୟର କଥା ଅସ୍ୱାଭାବିକ ଭାବରେ ଗମ୍ଭୀର ହୋଇ ଉଠିଥିଲେ ଶ୍ରୀ ଶ୍ରୀ ଠାକୁର। କପାଳ ରେଖା ଗୁଡ଼ିକ କୁଞ୍ଚିତ ହୋଇ ଉଠିଥିଲା, ଯେମିତି ସଂସାରର ସମସ୍ତ ଦୁଃଖ, ସମସ୍ତ ଦୈନ୍ୟ ନିଜ ଭିତରକୁ ନେଇ ସେ ସ୍ଥିର, ନମ୍ର, ଗମ୍ଭୀର ହୋଇ ଉଠିଛନ୍ତି। ସମସ୍ତେ ଏକ ଦୃଷ୍ଟିରେ ଠାକୁରଙ୍କୁ ଚାହିଁ ରହିଥାନ୍ତି। କାହା ପାଟିରେ କଥା ବି ନାହିଁ। ଏହି ସମୟରେ ଜଣେ ବୈଜ୍ଞାନିକ ସେଠାରେ ପ୍ରବେଶ କଲେ। ପ୍ରଣାମ ନିବେଦନ କରିସାରିଲା ପରେ ଠାକୁରଙ୍କ ମୁହଁକୁ ଚାହିଁ ରହିଲେ। ଠାକୁର ପ୍ରଶ୍ନ କଲେ। ତାଙ୍କର କୁଶଳ ବାର୍ତ୍ତା, ଆସିବାର ଅଭିପ୍ରାୟ। ବୈଜ୍ଞାନିକ ଜଣକ କହିଲେ, ଗୋଟେ ସମସ୍ୟା ନେଇକରି ଆପଣଙ୍କ ପାଖକୁ ମୁଁ ଆସିଛି, ୟାର ସମାଧାନ କରିଦେଲେ ମୁଁ ଖୁବ୍ ଖୁସି ହେବି। ଠାକୁର କହିଲେ, ମୁଁ ତ ମୂର୍ଖ ଲୋକ, ମୂର୍ଖ ମାନୁଷ। ତୁମ ସମସ୍ୟା ବୈଜ୍ଞାନିକ ଭାବରେ ତମର ଯୋଉ ସମସ୍ୟା ନେଇକି ତମେ ଆସିଛ, ମୁଁ କି ଭାବରେ ତାର ସମାଧାନ କରିପାରିବି ମୁଁ ନିଜେ ବି ଚିନ୍ତା କରିପାରୁନାହିଁ। ଯଦି ପାରିବି ତାହେଲେ ସମାଧାନ କରିଦେବି। କୁହ ତୁମର ସମସ୍ୟା କ'ଣ? ବୈଜ୍ଞାନିକ ଜଣକ କହିଲେ, ଏଥର ବିଜ୍ଞାନ କଂଗ୍ରେସରେ ମୋତେ ସଭାପତି ଆସନ ଅଳଙ୍କୃତ କରିବାକୁ ଦିଆଯାଇଛି। ଯୋଉଠି ରୁଷର ବୈଜ୍ଞାନିକ, ଆମେରିକାର ବୈଜ୍ଞାନିକ, ଫ୍ରାନ୍ସର ବୈଜ୍ଞାନିକ, ଇଂଲଣ୍ଡର ବୈଜ୍ଞାନିକ, ପୃଥିବୀର ବିଭିନ୍ନ କୋଣରୁ ବୈଜ୍ଞାନିକ ମାନେ ଆସିବେ। ତାଙ୍କୁ କି କଥା କହିକିରି ମୋ ସଭାପତି ଅଭିଭାଷଣରେ ସନ୍ତୁଷ୍ଟ କରିପାରିବି, ସେ କଥା ମୋତେ ଟିକେ କୁହନ୍ତୁ। ଠାକୁର ଟିକେ ହସି କହିଲେ ଯେ, ତୁମେ କ'ଣ କହି ତାଙ୍କୁ ସନ୍ତୁଷ୍ଟ କରିବ ଏ କଥା ମୁଁ କହିବି, ଏବଂ ତୁମେ ସେଇ କଥା ତାଙ୍କୁ କହି ସନ୍ତୁଷ୍ଟ କରିବ, ଏକଥା ଠିକ୍ ଲାଗୁନାହିଁ। ତମେ ତମର ଭାବିଚିନ୍ତି ସ୍ଥିର କର, ତମେ ସଭାପତି ଅଭିଭାଷଣରେ କ'ଣ କହିବ। ବୈଜ୍ଞାନିକ ଛାଡ଼ିବାର ଲୋକ ନୁହନ୍ତି। ସେ ନିଶ୍ଚିତ ଭାବରେ କହିଲେ, ଆପଣ ଯାହା କହିବେ ମୁଁ ତାହା ହିଁ ସଭାପତି ଅଭିଭାଷଣରେ କହିବି। ଆପଣ ମୋତେ ଦିଗ୍ଦର୍ଶନ ଦିଅନ୍ତୁ। ଠାକୁର ଟିକେ କହିଲେ, ତମେ ଦେଖ ପଦ୍ମା ବକ୍ଷରେ କ'ଣ ତମେ ଦେଖୁଛ? ବୈଜ୍ଞାନିକ ଜଣକ ଚାହିଁଲେ, ଅନ୍ୟାନ୍ୟ ମାନେ ମଧ୍ୟ ଚାହିଁଲେ। ଦେଖାଗଲା ଗୋଟାଏ ପାଖରେ ଗୋଟେ ଷ୍ଟିମର ଯାଉଛି, ଗୋଟାଏ ପାଖରେ ଗୋଟେ ନୌକା ଯାଉଛି। ବୈଜ୍ଞାନିକ ଜଣକ କହିଲେ ଠାକୁର, ଗୋଟେ ନୌକା ନଦୀର ବାଁ ପାଖରେ ଯାଉଛି, ଆଉ ଷ୍ଟିମର ଦକ୍ଷିଣ ପାଖରେ ଯାଉଛି। ଠାକୁରଙ୍କ ଦ୍ୱିତୀୟ ପ୍ରଶ୍ନ, ଆଚ୍ଛା ତୁମେ କୁହ ଯେ ନୌକା କୋଉଠିକି ଯିବ? କଲିକତା ଯିବ। ଷ୍ଟିମର କୋଉଠି ଯିବ? କଲିକତା ଯିବ। ତାହେଲେ ନୌକା ବି କଲିକତା ଯିବ, ଷ୍ଟିମର ବି କଲିକତା ଯିବ। ଏ ଉଭୟ ଯିବା ଭିତରେ ତାରତମ୍ୟ କ'ଣ ଅଛି କହିପାରିବ? ବୈଜ୍ଞାନିକ ଜଣକ କହିଲେ ଯେ ଷ୍ଟିମର ଆଗ ପହଞ୍ଚିବ, ନୌକା ପଛରେ ପହଞ୍ଚିବ। ଏତିକି ତାରତମ୍ୟ ମୁଁ ବୁଝୁଛି। ଠାକୁର ଟିକେ ହସିକିରି କହିଲେ, ଦେଖ ନୌକାର ଗତି ଅଛି, ଷ୍ଟିମରର ଗତି ତା ଅପେକ୍ଷା ଖୁବ୍ ଅଧିକ। ନୌକାର ନିୟନ୍ତ୍ରଣ ମଧ୍ୟ ଅଛି, ଷ୍ଟିମରର ନିୟନ୍ତ୍ରଣ ତା ଅପେକ୍ଷା କମ୍। ଏକ ଦିଗରେ ନୌକାର ଗତି କମ୍, ନିୟନ୍ତ୍ରଣ ବେଶୀ। ଷ୍ଟିମରର ଗତି ବେଶୀ, ନିୟନ୍ତ୍ରଣ କମ୍।
एई कथा तुमे वैज्ञानिक मानू कही संतुष्ट करेब वैज्ञानिक तथापि बुझी पारले नाही पचारे ठाकुर आउ टे स्पष्ट करी मते कहूँ से कहले ठाकुर तांको बुझेई कर कहले कहले देख पाश्चात्य विज्ञानर गति अछि किंतु नियंत्रण कम सेमाने अणुरु परमाणु इलेक्ट्रॉन प्रोटॉन इत्यादि आविष्कार कर पारिछंती जहाकू नेइकिर प्रचंड शक्तिर अधिकारी सेमाने हेई थांती तांकर गति अछि क्षिप्र गति किंतु नियंत्रण नाही नियंत्रण खूब कम प्राच्य विज्ञानी मानकर गति कम किंतु नियंत्रण बेसी जदि उभय भारसाम्य रक्षा करा जाए ताले विज्ञानर अग्रगति हब ता अर्थ पाश्चात्य विज्ञानी मानकर बा पाश्चात्य विज्ञानर गति एवं प्राच्य विज्ञानर नियंत्रण उभयर भारसाम्य रक्षा करा गले विज्ञानर अग्रगति निश्चित संभव इथरे द्विधा करिवार नाही एथरक वैज्ञानिक जनक बुझीपारे ठाकुर कौ हिसाब से नौका और स्टीमर कथा कहते से दिन कथा तो यह ही उदाहरण छल कहले आमे निज कथा बुझा आम जीवनर गति अच्छी आम जीवनर नियंत्रण अच्छी तेणु आमर गति एवं नियंत्रण भारसाम्य रक्षा करा गले आत्मिक उन्नति हब एवं गति एवं नियंत्रण भारसाम्य रक्षा करा जाई परिबो सेतिक बेले जदि जणे गुरु केन्द्रिक हुए कारण मार्गदर्शक हिसाब रे बा आदर्श पुरुष हिसाब रे जदि आमे काहाकू जीवन रे ग्रहण करी न थाए ताहले नियंत्रण भी रहिबो नहीं गति भी रहिबो नहीं तेणु जीवनर भारसाम्य रक्षा करने हेले संतुलन रक्षा करने हेले निश्चित भाव में गुरु केन्द्रिक हेबाकू हेबो जहा फल गति एवं नियंत्रण उभयर भारसाम्य रक्षा करा जाई पारिबो जीवन उपभोग्य हेबो मने रखा भली गपटीए पिलाए शुण गोटे गाँ ना हूची हरिपुर से गाँव रे अधिकांश लोक चाष काम करती जो समय कथा कहूची कनकनिया शीत पड़ी थाए भारी शीत सकाळु उठी गाँव चाषी माने गाँव लोक माने गाँ मुंडरे थिबा शिव मंदिर पाखरे एकत्रित होई जे सूर्यालोक उपभोग करुथां खरा पुआउथां परस्पर भितर विभिन्न कथा होथांती हस खुशी भल मंद ए वर्षर फसलर अवस्था इत्यादि कथा होथांती एई समय देखागला से किया गोहरी बाट दे जड़े सन्यासी से गाँव को आसुच्च समस्त दृष्टि निबद्ध है से सन्यासी पाखरे क्रमे सन्यासी पाखक पाखक आसिले एवं एमान पाखरे जिते आसी पहुंचले समस्त खुशी होकर ठिया होकर हाथ जोड़ी कहले जाहु आम बहु भाग्य जे आपण को दर्शन है आपण ए मंदिर कि समय बसिक आम कि भल कथा कहतु आपण ठारू ये भल कथा आम शुणु तेणु आमर हुए तो जीवन चलनी सहज हम सन्यासी जनक बसिले विभिन्न पुराण शास्त्र गप छल समस्त को बुझेले भल मनीष हवा पिला मानू भल अवस्था चरित्रवान करी गढ़ा इत्यादि विभिन्न गप छल समस्त को कहले एमते कहू कहू समय मध्याह्न है
ଜଣେ ଜଣକୁ କହିଲା, ଆରେ ଭାଇ ଏ ସନ୍ନ୍ୟାସୀ ଜଣକ ସକାଳୁ ସକାଳୁ ଆସିଛନ୍ତି, କିଛି ଖାଇନାହାନ୍ତି, ତାଙ୍କୁ ଭୋକ କରିବନି? ସେ ଠିଆ ହେଇ କହିଲା ହାତ ଯୋଡ଼ି, ଆଜ୍ଞା ଆପଣ ସେତେବେଳୁ ଆସିଲେଣି, କିଛି ଖାଇନାହାନ୍ତି, ଆପଣଙ୍କୁ ଭୋକ ହବନି? ସନ୍ନ୍ୟାସୀ କହିଲେ, ହଁ ମୋତେ ଭୋକ ହେଲାଣି, ମୁଁ ଖାଇବାର ସମୟ ମୋର ହେଇଗଲାଣି। ଲୋକଟି କହିଲା, ତାହେଲେ ଆପଣ ଆଜି ଆମ ଘରେ ଅତିଥି ହେବେ? ସନ୍ନ୍ୟାସୀ ଜଣ କହିଲେ, ମୋର ଖାଇବାର କିଛି ଆପତ୍ତି ନାହିଁ, କିନ୍ତୁ ଗୋଟେ ସର୍ତ୍ତରେ ମୁଁ ଖାଇବି। ପଚାରିଲେ, ଆଜ୍ଞା ସର୍ତ୍ତ? ନା ସର୍ତ୍ତ ଏଇଆ ଯେ ଯିଏ କେବେ ମିଛ କଥା କହିନାହିଁ ତାରି ଘରେ ମୁଁ ଖାଇବି। ଇଏ ସମସ୍ତେ ସମସ୍ତଙ୍କୁ ଚୁମୁଡ଼ିଲେ, ସେ ତାକୁ କହିଲା, ସେ ତାକୁ କହିଲା, ମିଛ ତ ସମସ୍ତେ କହିଛନ୍ତି, କେହି ସନ୍ନ୍ୟାସୀଙ୍କ ଆଗରେ ଠିଆ ହେଇକରି କହିପାରିଲେ ନାହିଁ ଯେ ମୁଁ କେବେ ମିଛ କହିନାହିଁ। ଏ ଅବସ୍ଥାରେ ସେ ଗାଁରେ ଜଣେ ଜମିଦାର, ଯେ କି ଅତି ବୁଦ୍ଧିଆ ଲୋକ, ତାଙ୍କ ପାଖକୁ ଯାଇ ଜଣେ ଡାକିଲା। ଜମିଦାର ଜଣକ ଆସିଥିଲେ, ଆସିକିରି ପହଞ୍ଚିକିରି ଏ କଥା ଶୁଣିଲେ। ସେ ଠିଆ ହେଇ କହିଲେ, ହାଜୋଡ଼ି, ଆଜ୍ଞା ମୁଁ ଜୀବନରେ କେବେ ମିଛ କହିନି, ଆପଣ ମୋ ଘରେ ଅତିଥି ହେବେ, ମୁଁ ଖାଇବାକୁ ଦେବି ଆପଣଙ୍କୁ। ଏ କଥା ଯେତେବେଳେ ସନ୍ନ୍ୟାସୀ ଶୁଣିଲେ, କହିଲେ, ତମେ ଖାଲି କହିଲେ ହବନି, ତମେ ଠିକ ଠିକ ସତ କଥା ସବୁବେଳେ କହିଛ, ମୁଁ ଆର ପରୀକ୍ଷା କରିବି। ଇଏ ସେଠୁ ଜମିଦାର ଜଣକ କହିଲେ, ଆଜ୍ଞା ଆପଣ ପରୀକ୍ଷା କରନ୍ତୁ। ନା ମୁଁ 3ଟି ପ୍ରଶ୍ନ ତମକୁ ପଚାରିବି। ନା ଠିକ ଅଛି, ପଚାରନ୍ତୁ। ପ୍ରଥମ ପ୍ରଶ୍ନ ସନ୍ନ୍ୟାସୀ ପଚାରିଲେ, ତୁମର କେଇ ପୁଅ? ଜମିଦାର କହିଲେ, ମୋର ଗୋଟିଏ ପୁଅ। କିନ୍ତୁ ସନ୍ନ୍ୟାସୀ ଜାଣିଛନ୍ତି ତାଙ୍କର 3 ପୁଅ ବୋଲି। ତେଣୁ ସନ୍ନ୍ୟାସୀଙ୍କର ମୁହଁ ଲାଲ ପରିଗଡ଼ା, କାରଣ ଲାଲ ମୁହଁ ଜଣା ପଡ଼ିଲା ଯେମିତି ସେ ଭାରି ରାଗି ଯାଇଛନ୍ତି। ଦ୍ୱିତୀୟ ପ୍ରଶ୍ନ ପଚାରିଲେ ଯେ ତମ ବୟସ କେତେ? ନା ଆଜ୍ଞା 10 ବର୍ଷ। କିନ୍ତୁ ତାଙ୍କୁ 62 ବର୍ଷ। ଏକଥା ସନ୍ନ୍ୟାସୀ ଜାଣିଛନ୍ତି, ଯେ କେହି ଲୋକ କହିବ ମୁଣ୍ଡ ବାଳ ପାଚି ଯାଇଛି। ସନ୍ନ୍ୟାସୀ ଆଉ ଟିକେ ରାଗିଗଲେ, କହିଲେ, ତୃତୀୟ ପ୍ରଶ୍ନର ଉତ୍ତର ଦିଅ, ତମ ପାଖରେ କେତେ ଟଙ୍କା ଅଛି? ନା ଆଜ୍ଞା 10,000। କିନ୍ତୁ ବ୍ୟାଙ୍କରେ ତାଙ୍କର 1.5 ଲକ୍ଷ ଟଙ୍କା ଅଛି। ସବୁ ଯାକ ମିଛ କଥା କହିବା ଯେତେବେଳେ ସନ୍ନ୍ୟାସୀ ଜାଣିପାରିଲେ, ସେ କହିଲେ, ତମେ ସତ କହୁଛ ବୋଲି କହୁଛ, କିନ୍ତୁ ଦେଖିଲା ବେଳେ ସବୁ କଥା ମିଛ କହିଲ, ମୁଁ କଣ ତମ ବିଷୟରେ କିଛି ଜାଣିନାହିଁ? ଜମିଦାର ଜଣକ ହାତ ଯୋଡ଼ି କହିଲେ, ଆଜ୍ଞା ମୁଁ ଯାହା କହିଛି ସବୁ ସତ, ଆପଣ ପ୍ରମାଣ କରି ଦେଖନ୍ତୁ। ସେଠୁ କହିଲେ, ପ୍ରଥମ ପ୍ରଶ୍ନ ଆପଣଙ୍କର ଥିଲା ମୋର କେଇଟି ପୁଅ? ଆପଣ ଦେଖିବେ, ମୁଁ ପରୀକ୍ଷା କରି ଦେଖେଇଦିଏ ମୋର ଗୋଟିଏ ପୁଅ। ସେ ପାଖରେ ଥିବା ଚାକରକୁ କହିଲେ, ସେ ବଡ଼ ବାବୁଙ୍କୁ ଟିକେ ଡାକିଦବ, ମୁଁ ଡାକୁଛି ବୋଲି, ଟିକେ ଜରୁରୀ କାମ ଅଛି। ଚାକର ଗଲା, 5 ମିନିଟ୍ ପରେ ଫେରିକି କହିଲା ଯେ ବଡ଼ ବାବୁ କଟକ ପଳେଇଲେ, କହିଲେ ମୁଁ ଯାଇପାରିବିନି, ତେଣୁ ମଝିଆ ପୁଅକୁ କହିବାକୁ। ଜମିଦାର କହିଲେ, ଆଚ୍ଛା ହଉ, ମଝିଆ ଭାଇକି ଡାକିଦବ। ସେ ମଝିଆ ପୁଅ କତି ଗଲେ, ପୁଣି 5 ମିନିଟ୍ ପରେ ଫେରିକିରି ଚାକର ଆସି କହିଲା, ସିଏ ଚାଷ କୋଉଠି ବଛା ହଉଛି ସେଠି ପଳେଇଲେ, କହିଲେ ମୁଁ ଯାଇପାରିବିନି, ସାନ ପୁଅକୁ କହିବାକୁ। ତାପରେ ଜମିଦାର କହିଲେ, ସାନ ପୁଅକୁ ଟିକେ ଡାକିଦବ। ଇଏ ଯାଇକରି ଯେତେବେଳେ ଚାକର ପହଞ୍ଚିଲା, ହାତ ଯୋଡ଼ିକିରି ସାନ ପୁଅ ଦୌଡ଼ି ଦୌଡ଼ି ଆସିଲା, ଠିଆ ହେଇକିରି ହାତ ଯୋଡ଼ି ପ୍ରଣାମ କରି କହିଲା, ବାପା କାହିଁକି ମୋତେ ଡାକିଲେ, କ'ଣ କାମ ଅଛି? ସେତେବେଳେ ଜମିଦାର ତାଙ୍କୁ କହିଲେ, ତା ପୁଅକୁ, ସାନ ପୁଅକୁ କହିଲେ, ଇଏ ସନ୍ନ୍ୟାସୀ ଆଜି ଆମ ଘରେ ଖାଇବେ, ତାଙ୍କର ଉପଯୁକ୍ତ ବ୍ୟବସ୍ଥା କରିବା ଏବଂ ଖାଇସାରିଲା ପରେ ବିଶ୍ରାମ ନେବା, ଏସବୁ କଥା ଟିକେ ବୁଝିବା ପାଇଁ ମୁଁ ଡାକିଲି, ତୁ ଗୋଟେ ସୁବିଧା ୟାର କରିଥିବୁ। ହାତ ଯୋଡ଼ିକରି ସାନ ପୁଅ କହିଲା, ବାପା ଏତିକି କଥା ନା, ଆଉ କ'ଣ କରିବାର ଅଛି, ମୋତେ ଏକାଥରେ କହିଦେଉନାହାନ୍ତି। ଜମିଦାର କହିଲେ, ନା ନାଇଁ ମୋର ଆଉ କିଛି ନାହିଁ, ସେତିକି ବ୍ୟବସ୍ଥା କରିଦେବୁ ଯା। ତାପରେ ଜମିଦାର ପଚାରିଲେ ସନ୍ନ୍ୟାସୀ, ଆଜ୍ଞା ମୋର କେଇଟି ପୁଅ? ଦେଖିଲେ 3ଟି ପୁଅ ଜନ୍ମ ହେଇଛନ୍ତି, କିନ୍ତୁ କେହି ହେଲେ ମୋ କଥା ମାନିବାକୁ ରାଜି ନୁହନ୍ତି, କେବଳ ଏ ପୁଅଟି ଛାଡ଼ିଦେଲେ, ତେଣୁ ମୋର ପ୍ରକୃତ ହେଉଛି ଗୋଟିଏ ପୁଅ। ସନ୍ନ୍ୟାସୀ ଏଥର ଟିକେ ଖୁସି ହେଇଗଲେ, କହିଲେ, ତମେ କହିଲେ ତମ ବୟସ 62 ବର୍ଷ, ତମେ କହୁଛ 10 ବର୍ଷ। ନା ଆଜ୍ଞା ସେଇଟା ବି ସତ। ନା କ'ଣ ସତ? ନା ଏ 62 ବର୍ଷ ଭିତରେ 10 ବର୍ଷ ପ୍ରକୃତ,
ମୁଁ ତୀର୍ଥ ବ୍ରତ କରିଛି, ଭଗବାନଙ୍କ ଆରାଧନା ଭିତରେ କଟେଇଛି, ସତ୍ସଙ୍ଗ ଭିତରେ କଟେଇଛି, ସତ୍ କଥା ଶୁଣିଛି, ସାଧୁ ସନ୍ଥଙ୍କ ସହିତ ମିଶିଛି। ଏ 10 ବର୍ଷ କେବଳ ମୁଁ ସତ୍ ପାଇଁ କଟେଇଛି। ବାକି ଯୋଉ ସମୟଟା ଗଧ ପିରି ଖଟିଛି, ଅନ୍ୟକୁ ଠକିଛି କେବଳ କୁଟୁମ୍ବ ପ୍ରତିପୋଷଣ କରିବା ପାଇଁ। ତେଣୁ ମୋ ଜୀବନର 10 ବର୍ଷ ହେଉଛି ଠିକ୍ ସମୟ। ଏଥରକ ସନ୍ନ୍ୟାସୀ ଟିକେ ଆନନ୍ଦ ଖୁସି ହେଲେ, କହିଲେ ତୃତୀୟ ପ୍ରଶ୍ନ, ତମ ପାଖରେ ପୁରା 1.5 ଲକ୍ଷ ଟଙ୍କା ଅଛି ବ୍ୟାଙ୍କରେ, ତେଣୁ କହୁଛ 10,000? ନା ଆଜ୍ଞା ସେଇଟା ବି ସତ। ନା କେମିତି ସତ? ନା ଏଇ 10,000 ଟଙ୍କା ପ୍ରକୃତ ମୋ ଝାଳ ବୁହା ଧନ। ସିଏ ମୋର ଖଟିକିରି ଏତିକି ପଇସା ସତ୍ ଭାବରେ ମୁଁ ଉପାର୍ଜନ କରିଛି ଏବଂ ସତ୍ ପାଇଁ ଖର୍ଚ୍ଚ କରିବାକୁ ରଖିଛି। ବାକି ଯୋଉ ପଇସା ହେଲା କେବଳ ଠକାମି ପଇସା, ଅନ୍ୟକୁ ଠକିକିରି ମୁଁ ଆଣିକିରି କେବଳ ସଞ୍ଚୟ କରି ରଖିଛି। ସେ କିନ୍ତୁ ମୋ ପଇସା ନୁହେଁ, ରହିବ ନାହିଁ। ମୋର ନିଜସ୍ୱ ଯୋଉ ଆୟ, ଯୋଉଗୁଡାକ ସତ୍ ଭାବରେ ମୁଁ ତାକୁ ଉପାର୍ଜନ କରିଛି, ସେ ହେଉଛି 10,000 ଟଙ୍କା। ଆପଣ କହନ୍ତୁ ତ, ତାହେଲେ ମୁଁ କୋଉ କଥା ମିଛ କହିଲି? ସନ୍ନ୍ୟାସୀ ଏଥର ଖୁସି ହେଇକିରି କହିଲେ, ଭଲ କଥାଟି ତମେ କହିଲ। ତମେ ଯୋଉ 3ଟି ଉତ୍ତର ଦେଲ ଶିକ୍ଷଣୀୟ ଜିନିଷ। ପ୍ରକୃତ ପୁଅ ହେଉଛି ସିଏ ଯିଏ ବାପ କଥା ମାନେ। ପ୍ରକୃତ ବୟସ ହେଉଛି ତାହା ଯାହା ସତ୍କର୍ମ ପାଇଁ ବ୍ୟୟ କରାଯାଏ। ଜୀବନର ଯୋଉ ସମୟ ତକ ସତ୍କର୍ମ ପାଇଁ ବ୍ୟୟ କରାଯାଏ, ସାଧୁ ସନ୍ଥଙ୍କ ମେଳରେ ବ୍ୟୟ କରାଯାଏ, ଈଶ୍ୱର ଦର୍ଶନ ପାଇଁ ବ୍ୟୟ କରାଯାଏ, ସେ ହେଉଛି ଠିକ୍ ବୟସର ଠିକ୍ ସମୟ ଜୀବନର। ସେ ଆଉ ତୃତୀୟ କଥା ଯେ ସତ୍ ଭାବରେ ଯୋଉ ଉପାର୍ଜନ କରାଯାଏ ଯୋଉ ଧନ, ତାହା ହିଁ ଉପଯୁକ୍ତ ଧନ। ଏହା ହିଁ ଏକ ଶିକ୍ଷଣୀୟ କଥା। ତେଣୁ ସବୁବେଳେ ଏ 3ଟି ଜିନିଷକୁ ଆଖି ଆଗରେ ରଖି ନିଜକୁ ପରୀକ୍ଷା କରି ନେବାକୁ ହବ। ଯିଏ ବାପ ମାଙ୍କ କଥା ମାନେ ଉପଯୁକ୍ତ ସନ୍ତାନ। ସେ ଯୋଉ ପଇସା ସତ୍ ଭାବରେ ଉପାର୍ଜନ କରାଯାଏ ତାହା ହିଁ ଉପଯୁକ୍ତ ଧନ। ଏବଂ ଯୋଉ ବୟସ ସତ୍କର୍ମ ପାଇଁ, ସତ୍ ପାଇଁ, ଅନ୍ୟକୁ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ହେଇଥାଏ, ତୀର୍ଥବର୍ତ୍ତରେ କଟେଇବା ପାଇଁ ଉଦ୍ଦିଷ୍ଟ ହେଇଥାଏ, ଆଉ ସତ୍କର୍ମ ପାଇଁ ଯୋଉ ସମୟ ବ୍ୟୟ କରାଯାଏ ତାହା ହିଁ ଉପଯୁକ୍ତ ସମୟ ବା ଉପଯୁକ୍ତ ଆୟୁଷ। ରାମକୃଷ୍ଣ ପରମହଂସଙ୍କର ଆଉ ଗୋଟେ ଗପ, ଗୋପାଳ କେଉଁଠାରେ। ଶ୍ରୀ ରାମକୃଷ୍ଣ କହୁଥିଲେ, ଜଣେ ତମାଖୁଖୋର ଟିକିଆ ଧରାଇବା ପାଇଁ ଅଧରାତିରେ ଗୋଟେ ଲଣ୍ଠନ ହାତରେ ଧରି ଜଣକ ଘରେ ଦୁଆରେ ଧକ୍କା ମାରିବାକୁ ଲାଗିଲା। ଘରର ମାଲିକ ଉଠି ଆସି ଦୁଆର ଖୋଲି ଦେଖେ ଯେ ତା ହାତରେ ହିଁ ଆଲୁଅ ରହିଛି। ସେତେବେଳେ ସେ କହିଲା, ତୁମ ହାତରେ ତ ଲଣ୍ଠନ ଅଛି, ଆଉ ତୁମେ କ'ଣ ସାହି ଭିତରେ ନିଆଁ ପାଇଁ ଖୋଜି ବୁଲୁଛ? ସମସ୍ତଙ୍କ ହୃଦୟରେ ଭଗବାନ ଅଛନ୍ତି। ସେଇ କଥା ଭୁଲି ଯେଉଁମାନେ ଅସ୍ତବ୍ୟସ୍ତ ହୋଇ ତାଙ୍କ ସନ୍ଧାନରେ ନାନା ସ୍ଥାନରେ ଘୁରି ବୁଲନ୍ତି, ସେମାନଙ୍କର ସେଇ ଅଜ୍ଞତା ଦୂର କରିବା ପାଇଁ ଗଳ୍ପ ଛଳରେ ଶ୍ରୀ ରାମକୃଷ୍ଣ ଏହି ଉପଦେଶ ଦେଉଥିଲେ। ଠାକୁର ନିଜ ପ୍ରତି ଇଙ୍ଗିତ କରି କହିଥିଲେ, ଯାହାର ଏଠାରେ ଅଛି ତାହାର ସେଠାରେ ମଧ୍ୟ ଅଛି, ଯାହାର ଏଠାରେ ନାହିଁ ତାର ସେଠାରେ ମଧ୍ୟ ନାହିଁ। ଅର୍ଥାତ୍ ଭଗବାନଙ୍କୁ ନିଜ ହୃଦୟରେ ଦେଖିବାକୁ ପାଇଲେ ସେହି ସର୍ବବ୍ୟାପୀ ଭଗବାନଙ୍କୁ ଜଗତର ସକଳ ସ୍ଥାନରେ ଓ ସକଳ ବସ୍ତୁରେ ଦେଖାଯାଏ। କିନ୍ତୁ ନିଜ ହୃଦୟରେ ଈଶ୍ୱରଙ୍କୁ ଦେଖି ନ ପାରିଲେ ଆଉ ଯେଉଁଠି ହେଲେ ତାଙ୍କର ଦର୍ଶନ ମିଳେ ନାହିଁ। ହୃଦୟ ମନ୍ଦିରରେ ଈଶ୍ୱରଙ୍କୁ ଦର୍ଶନ କରିପାରିଲେ କାଶୀ ବା କାଞ୍ଚି ଯେଉଁ ତୀର୍ଥକୁ ଯାଅନା କାହିଁକି, ସେଠାରେ ତାଙ୍କ ଦର୍ଶନ ପାଇବ। ସେତେବେଳେ ଅନୁଭବ କରିବ ଯେ ସମଗ୍ର ଜଗତ ଗୋଟେ ବିରାଟ ମନ୍ଦିର, ସର୍ବତ୍ର ଈଶ୍ୱର ବିଦ୍ୟମାନ। ଆମର ହୃଦୟ ମନ୍ଦିରରେ ସେ ଈଶ୍ୱର ଅଛନ୍ତି। ଏହି ସତ୍ୟ ଆମେ ଭୁଲି ଯାଉ।
ବାହାରେ ଏହିପରି ଦୃଶ୍ୟମାନ ଜଗତର ଅନେକ ଦୂରରେ ଆକାଶରେ ବା ତାର ଉର୍ଦ୍ଧ୍ୱରେ ଈଶ୍ୱର ଅଛନ୍ତି ଭାବି ଯଦି ତାଙ୍କ ସନ୍ଧାନରେ ନାନା ସ୍ଥାନରେ ଭ୍ରମଣ କରୁଥାଉ, ତେବେ ଜାଣିବାକୁ ହେବ ଯେ ବର୍ତ୍ତମାନ ସୁଦ୍ଧା ଆମେ ଅଜ୍ଞାନରେ ରହିଛୁ। ଜ୍ଞାନ ଦୀପ ଜଳିଲେ ଆମେ ଦେଖିବୁ ଯେ ହୃଦୟରେ ହିଁ ଭଗବାନଙ୍କର ଶ୍ରୀମନ୍ଦିର ବିରାଜମାନ। ହୃଦୟରେ ଈଶ୍ୱର ଦର୍ଶନ କରାଯାଏ। ଶୁଣି ସେଥିରେ ସନ୍ତୁଷ୍ଟ ରହିଲେ ଚଳିବ ନାହିଁ। ଆମ ଜୀବନରେ ସାଧନା ଦ୍ୱାରା ଭଗବାନଙ୍କୁ ପ୍ରତ୍ୟକ୍ଷ କରିବାକୁ ହେବ। ଈଶ୍ୱର ହୃଦୟରେ ଅଛନ୍ତି ଜାଣି ପ୍ରକୃତ ବିବେକୀ ତାହାର ଗତାନୁଗତିକ ଜୀବନର ଧାରାକୁ ଆମୂଳ ପରିବର୍ତ୍ତନ କରିବାକୁ ହୁଏ। ଧନ ହଜିଯାଇଛି ବୋଲି ଶୁଣିବା ପରେ ଯଦି କେହି ବାକ୍ସରେ ସେହି ଧନକୁ ଦେଖିବାକୁ ପାଏ, ତେବେ ତାହାର ଅବସ୍ଥା କିପରି ହେବ? ଯଦି କୌଣସି ଜନନୀ ସ୍ୱପ୍ନରେ ତାର ଶିଶୁ ସନ୍ତାନକୁ ହରାଇ ବ୍ୟାକୁଳ ଭାବରେ ତାହାର ଅନ୍ୱେଷଣ କରନ୍ତି ଏବଂ ଶିଶୁକୁ ଦେଖି ନପାରି କାନ୍ଦନ୍ତି, କିନ୍ତୁ ହଠାତ୍ ଜାଗ୍ରତ ହୋଇ ଯଦି ଦେଖନ୍ତି ଯେ ତାଙ୍କ ପାର୍ଶ୍ୱରେ ହିଁ ଶିଶୁ ଶୋଇ ରହିଛି, ତେବେ ସେହି ଜନନୀଙ୍କ ମନର ଅବସ୍ଥା କିପରି ହେବ? ହୃଦୟ ମନ୍ଦିରରେ ଭଗବାନ ଅଛନ୍ତି ଏହା ଉପଲବ୍ଧି କଲେ ମଧ୍ୟ ଆମର ଅନ୍ତର ଆନନ୍ଦରେ ନାଚି ଉଠିବ। ଠାକୁର ଶ୍ରୀ ରାମକୃଷ୍ଣ କହୁଥିଲେ, ଦିନେ ଗୋପାଳଙ୍କର କୌଣସି ସମ୍ବାଦ ନ ପାଇ ଯଶୋଦା ରାଧାଙ୍କ ନିକଟରେ ଯାଇ କହିଲେ, ମା ଗୋ, ତୁମେ ମୋର ଗୋପାଳର କୌଣସି ଖବର ଜାଣ? ରାଧା ସେତେବେଳେ ନିଜ ଭାବରେ ମଗ୍ନ ଥିଲେ। ମା ଯଶୋଦାଙ୍କ କଥା ଶୁଣିପାରିଲେ ନାହିଁ। ତାପରେ ତାଙ୍କର ଚେତନା ହେଲେ ସମ୍ମୁଖରେ ନନ୍ଦରାଣୀକୁ ଦେଖି ପ୍ରଣାମ କରି ପଚାରିଲେ, ଆପଣ କାହିଁକି ଆସିଛନ୍ତି? ମା ଯଶୋଦା ନିଜ କଥା କହିବା ପରେ ଶ୍ରୀମତୀ କହିଲେ, ମା, ତୁମେ ନୟନ ମୁଦ୍ରିତ କରି ଗୋପାଳଙ୍କ କଥା ଚିନ୍ତା କର, ତାହେଲେ ତାଙ୍କୁ ଦେଖିପାରିବ। ଯଶୋଦା ଚକ୍ଷୁ ବନ୍ଦ କରିବା ମାତ୍ରେ ମହାଭାବମୟୀ ରାଧା ତାଙ୍କୁ ଭାବରେ ଅଭିଭୂତ କଲେ। ସେ ଭାବାବେଶରେ ଗୋପାଳଙ୍କୁ ଦେଖିପାରିଲେ। ପରେ ମା ଯଶୋଦା ଶ୍ରୀମତୀଙ୍କ ନିକଟରେ ଏହି ବର ପ୍ରାର୍ଥନା କଲେ, ମୁଁ ଯେପରି ନୟନ ମୁଦ୍ରିତ କଲା ମାତ୍ରେ ମୋର ଗୋପାଳକୁ ଦେଖିପାରେ। ମା ଯଶୋଦା ଓ ଶ୍ରୀରାଧାଙ୍କ ପରି ଆମର ମଧ୍ୟ ନିତ୍ୟ ଗୋପାଳ ଦର୍ଶନ ହୋଇପାରେ, କିନ୍ତୁ ସେଥିପାଇଁ ମା ଯଶୋଦା ଓ ଶ୍ରୀ ରାଧିକାଙ୍କ ସଦୃଶ ବ୍ୟାକୁଳତା ଓ ପ୍ରେମ ଆମକୁ ଲାଭ କରିବାକୁ ହେବ। ହୃଦୟରେ ତୀବ୍ର ବ୍ୟାକୁଳତା ଆଣିବାକୁ ହେବ। ଆନ୍ତରିକ ବ୍ୟାକୁଳତା ହେଲେ ଈଶ୍ୱର ନିଶ୍ଚୟ ଦର୍ଶନ ଦେବେ। ତାଙ୍କ ଆଶୀର୍ବାଦରେ ଆମେ ତାଙ୍କର ରୂପ ଅନୁଭବ କରିପାରିବୁ। ଏହା ହିଁ ଉପନିଷଦର କଥା। ଭଗବାନ ରାମକୃଷ୍ଣ ପରମହଂସଙ୍କୁ ଜଣେ ଶିଷ୍ୟ ଥରେ ପଚାରିଲା, ଏ ମାୟା କବଳରୁ ମୁକ୍ତ ହେବାର ଉପାୟ କଣ? ଠାକୁରେ କହିଲେ, କଳିଯୁଗରେ କଠୋର ତପସ୍ୟାର ପ୍ରୟୋଜନ ନାହିଁ। ଆନ୍ତରିକ ଭାବରେ କେବଳ 3 ଦିନ ବ୍ୟାକୁଳ ହୋଇ କାନ୍ଦିଲେ ଯଥେଷ୍ଟ। ଜଗଦମ୍ବାଙ୍କ କୃପା ପାଇଁ ତୁମେ 3 ଦିନ ବ୍ୟାକୁଳ ହୃଦୟରେ କାନ୍ଦି ଦେଖ, ସାଧନାର ତୁମର ସିଦ୍ଧି ଲାଭ ହେବ। ମା, ମୋତେ ଶୁଦ୍ଧା ଭକ୍ତି ଦିଅ, ମୋର ସକଳ ସନ୍ଦେହ ଦୂର କର, ମୁଁ ଯେପରି ତୁମକୁ କେବେ ହେଲେ ଭୁଲି ନ ଯାଏ। ମୋ ମନକୁ ସମ୍ପୂର୍ଣ୍ଣ ଭାବରେ କାମାଦି ଦୋଷ ଶୂନ୍ୟ କର। ଏହି ବ୍ୟାକୁଳ ହୃଦୟରେ 3ଟି ଦିନ ପ୍ରାର୍ଥନା କରି ଦେଖ, ନିଶ୍ଚୟ ଫଳ ପାଇବ। ଭକ୍ତି ସହକାରେ କାନ୍ଦି କାନ୍ଦି ପ୍ରାର୍ଥନା କଲେ ତାହା କେବେ ହେଲେ ବିଫଳ ହୁଏ ନାହିଁ। ପୁଅ ମାକୁ କହିଲା, ମା, ମୋତେ ଝାଡ଼ା ଲାଗିଲେ ନିଦରୁ ଉଠେଇ ଦଉ। ମା ଉତ୍ତରରେ ଶିଶୁକୁ କହିଲେ, ବାପ, ଝାଡ଼ା ଲାଗିଲେ ତୁ ନିଦରୁ ଆପେ ଆପେ ଉଠିଯିବୁ। ଈଶ୍ୱର ଲାଭ ପାଇଁ କାହାର ବ୍ୟାକୁଳତା ହେଲେ ସେ ଆପେ ଆପେ ଜାଣିବ। ଯାତ୍ରାରେ ଏହାର ଭଲ ଦୃଷ୍ଟାନ୍ତ ଦେଖାଯାଏ। ପ୍ରଥମେ କୃଷ୍ଣ
କୃଷ୍ଣ ବୋଲି ଉଚ୍ଚ ସ୍ୱରରେ ଗୀତବାଦ୍ୟ ଚାଲିଥାଏ, କିନ୍ତୁ ସେ କୃଷ୍ଣ ଯିଏ ସାଜିବ ସିଏ ହୁଏତ ସେତେବେଳେ ଡ୍ରେସିଂ ଘରେ ବସି ମନ ଇଚ୍ଛା ଗପ ଆଡାରେ ହୁକା ଟାଣୁଥାଏ। ଗୀତ ବାଦ୍ୟ ବନ୍ଦ ହୋଇଗଲେ ଦେବର୍ଷି ନାରଦ ଯେତେବେଳେ ମଞ୍ଚକୁ ଆସି ବୀଣା ବଜାଇ ମୃଦୁ ସ୍ୱରରେ ସଙ୍ଗୀତ ଗାଇ ଡାକନ୍ତି, କୃଷ୍ଣ ହେ ମୋର ପ୍ରାଣ କୃଷ୍ଣ ଥରେ ଆସ, ତତ୍କ୍ଷଣାତ୍ କୃଷ୍ଣ ଅସ୍ତବ୍ୟସ୍ତ ହୋଇ ଦୌଡ଼ି ଆସି ମଞ୍ଚ ଉପରେ ଦର୍ଶନ ଦିଅନ୍ତି। ଭଗବାନ ପ୍ରଭୁ କେବଳ ମୁଖରେ କହିଲେ କୌଣସି ଫଳ ହୁଏ ନାହିଁ। ସରଳ ମନରେ ବାକ୍ୟ ଓ ମନକୁ ଏକ କରି ବ୍ୟାକୁଳ ଭାବରେ କାନ୍ଦିଲେ ଜଗଦମ୍ବା ଆଉ ସ୍ଥିର ରହିପାରନ୍ତି ନାହିଁ। ଭାବ ଘନୀଭୂତ ହେଲେ ଜଗନ୍ମାତା ଦୌଡ଼ି ଆସି ଭକ୍ତକୁ କୃପା କରନ୍ତି।